जय जगन्नाथ। चाइल्ड डेवलपमेंट पेडागोगी स्टार्ट करवा। 31 निम्नोक्त मध्य केउटी रचनात्मक प्रश्न मूल्यांकन संपर्कित नुहे। डी सबु प्रश्न पई गोटे उत्तर प्रस्तुति। डी है आंसर। थर्टी टू उपलब्धि ज्ञान को प्रयोग करिबारे शिक्षार्थी केते दूर समर्थ ताहा क्यों परीक्षण द्वारा मपा जाए। सी कृति परीक्षण। सी है आंसर। निपुणता शिक्षण रे निपुणता हासिल पाए निम्न क्यों क्रम ठीक। बी एकक स्थिर शिक्षादान मूल्यांकन संशोधन शिक्षा। बी है आंसर। 34 शिक्षार्थी मानकर निर्दिष्ट शिक्षण दुर्बलता क्यों मूल्यांकन द्वारा करा जाए। डी नैदानिक। बी है आंसर। मानकीकृत परीक्षण किए प्रस्तुत करते। सी विशेषज्ञ। सी है आंसर। नंबर क्यों साधन व्यवहार करा जाए मुख्यतः विषयगत दक्षता निर्णय करा जाए। सी प्रश्नगच्छ। सी है आंसर। निम्नोक्त मध्य क्यों मूल्यांकन द्वारा शिक्षक मान शिक्षादान कौशल परिवर्तन पाई मार्गदर्शन करे। ए गठनमूलक। ए है आंसर। निम्नोक्त मध्य क्योंटी वस्तुनिष्ठ प्रश्न नुहे। सी
ମୁକ୍ତ ଉତ୍ତରମୂଳକ ସି ହେଲା ଆନ୍ସର। ଅଣଚାଳିଶ କେଉଁ ପରୀକ୍ଷଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଭବିଷ୍ୟତ କୃତି ସମ୍ବନ୍ଧରେ ପୂର୍ବାନୁମାନ କରାଯାଇପାରେ? ଡି ଅଭିଯୋଗ୍ୟତା ପରୀକ୍ଷଣ ଡି ହେଲା ଆନ୍ସର। ଚାଳିଶ ନମ୍ବର ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷଣରେ ନିପୁଣତା ହାସଲକୁ ପ୍ରଭାବିତ କରୁଥିବା ପରିବର୍ତ୍ତନୀୟ ଉପାଦାନ? ଏ ଶିକ୍ଷଣ ପାଇଁ ମିଳୁଥିବା ସମୟ ଏ ହେଲା ଆନ୍ସର। ଏକଚାଳିଶ ଶ୍ରେଣୀରେ ଶିକ୍ଷଣ ପାଇଁ ହେଉଥିବା ବିଭିନ୍ନ ମୂଲ୍ୟାୟନର ନିମ୍ନୋକ୍ତ କେଉଁ କ୍ରମଟି ଠିକ୍? ବି ବ୍ୟବସ୍ଥାନ ଗଠନମୂଳକ ନୈଦାନିକ ସମାପ୍ତି ସୂଚକ ବି ହେଲା ଆନ୍ସର। ବୟାଳିଶ ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନକୀକୃତ ପରୀକ୍ଷଣର ଗୁଣ ନୁହେଁ? ସି ବ୍ୟକ୍ତିନିଷ୍ଠ ସି ହେଲା ଆନ୍ସର। ତେୟାଳିଶ ନମ୍ବର ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ଉତ୍ତମ ପ୍ରଶ୍ନର ବୈଶିଷ୍ଟ୍ୟ ଅଟେ? ଏ ସ୍ପଷ୍ଟତା ବି ସରଳତା ସି ନିର୍ଦ୍ଦିଷ୍ଟତା ଡି ଉପରୋକ୍ତ ସମସ୍ତ ଡି ହେଲା ଆନ୍ସର। କେଉଁ ମୂଲ୍ୟାୟନ ଦ୍ୱାରା ଶିକ୍ଷାର୍ଥୀମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ କରାଯାଇ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଏ? ବି ଗଠନମୂଳକ ବି ହେଲା ଆନ୍ସର। ବୌଦ୍ଧିକ ଓ ଅନ୍ୟାନ୍ୟ ବୌଦ୍ଧିକ ଦିଗର ମୂଲ୍ୟାୟନ ନିମ୍ନୋକ୍ତ କାହା ଦ୍ୱାରା କରାଯାଏ? ଡି ସାମୟିକ ଡି ହେଲା ଆନ୍ସର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୂଲ୍ୟାୟନକୁ ସୂଚାଉ ନାହିଁ? ଏ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଗୀତା ଓ ରୀତା ପୁରସ୍କୃତ ହୋଇଥିଲେ ଏ ହେଲା ଆନ୍ସର। ନିମ୍ନୋକ୍ତ ମଧ୍ୟରୁ କେଉଁ ମୂଲ୍ୟାୟନ ଦ୍ୱାରା ଶିକ୍ଷଣ ସମୟର ପିଲାମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ କରାଯାଏ?
ବି ଗଠନମୂଳକ। ଡି ହେଲା ଆନ୍ସର। ବସ୍ତୁନିଷ୍ଠ ପ୍ରଶ୍ନ କାହାକୁ କୁହନ୍ତି? ଯାହାର ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ଥାଏ। ଏ ହେଲା ଆନ୍ସର। ଗୋଟିଏ ଭଲ ପ୍ରଶ୍ନର ନିମ୍ନୋକ୍ତ କେଉଁ ଗୁଣଟି ଥାଏ? ଏ ବୈଧତା, ବି ବିଶ୍ୱସ୍ତତା, ସି ବସ୍ତୁନିଷ୍ଠତା, ଡି ଉପରୋକ୍ତ ସମସ୍ତ। ଡି ହେଲା ଆନ୍ସର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୂଲ୍ୟାୟନ ସମ୍ପର୍କିତ ନୁହେଁ? ଏ ଗୋପାଳ ପ୍ରତି ମିନିଟ୍ ପ୍ରତି 50ଟି ଶବ୍ଦ ଟାଇପ୍ କରିପାରୁଛି। ଏ ହେଲା ଆନ୍ସର। ଶିକ୍ଷାର୍ଥୀମାନଙ୍କଠାରୁ କୌଣସି ପୂର୍ବ ନିର୍ଦ୍ଧାରିତ ଧରଣର ଉତ୍ତର ପାଇଁ ତଥା ସେମାନଙ୍କ ଚିନ୍ତନକୁ ସକ୍ରିୟ କରିବା ପାଇଁ ଯେଉଁ ପ୍ରଶ୍ନ ପଚରାଯାଏ ତାହାକୁ କେଉଁ ପ୍ରଶ୍ନ କୁହାଯାଏ? ଏ ରୀତିସିଦ୍ଧ। ଏ ହେଲା ଆନ୍ସର। ଭାବନା ବାରମ୍ବାର ପରୀକ୍ଷଣ କଲେ ନିମ୍ନୋକ୍ତ କେଉଁ ଉପକାରଟି ମିଳେ? ଏ ପରୀକ୍ଷା ଭୟ ଛାଡ଼େ, ବି ଶିକ୍ଷଣ ଦୀର୍ଘସ୍ଥାୟୀ ହୁଏ, ସି ଅଧିକ ଶିକ୍ଷଣ ହୁଏ, ଡି ଉପରୋକ୍ତ ସମସ୍ତ। ଡି ହେଲା ଆନ୍ସର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦ୍ୱାରା ଆମେ ଶିକ୍ଷାର୍ଥୀର ଶିକ୍ଷଣ ଅଗ୍ରଗତି ସମ୍ପର୍କରେ ଆମେ ବିଭିନ୍ନ ତଥ୍ୟ ଆହରଣ କରିବାର ସୁଯୋଗ ପାଇଥାଉ? ଏ ଲିଖିତ ପରୀକ୍ଷା, ବି ପର୍ଯ୍ୟବେକ୍ଷଣ, ସି ପ୍ରକଳ୍ପ କାର୍ଯ୍ୟ, ଡି ଉପରୋକ୍ତ ସମସ୍ତ। ଡି ହେଲା ଆନ୍ସର। ନିମ୍ନୋକ୍ତ କେଉଁ ମୂଲ୍ୟାୟନ ଶିକ୍ଷାର୍ଥୀ ଶ୍ରେଣୀ ପ୍ରବେଶ କଲାବେଳେ କରାଯାଏ? ସି ବ୍ୟବସ୍ଥାନ। ସି ହେଲା ଆନ୍ସର। ବସ୍ତୁନିଷ୍ଠ ପ୍ରଶ୍ନର ଉତ୍ତର ଦେବା ପାଇଁ ନିମ୍ନୋକ୍ତ କେଉଁଟିର ଆବଶ୍ୟକତା ପଡ଼ିଥାଏ? ଏ ସ୍ମରଣ ଶକ୍ତି, ବି ବିଚାର ବୁଦ୍ଧି, ସି ସୂକ୍ଷ୍ମ ବିବେଚନା, ଡି ଉପରୋକ୍ତ ସମସ୍ତ। ଡି ହେଲା ଆନ୍ସର।
ଗୋଟିଏ ଶ୍ରେଣୀରେ ପ୍ରବେଶ କଲାବେଳେ ନିମ୍ନୋକ୍ତ କେଉଁ ମୂଲ୍ୟାୟନ କରାଯାଏ? ଡି. ବ୍ୟବସ୍ଥାନ, 57। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରଶ୍ନ ପଚାରିବା କୌଶଳ ସହ ସମ୍ପର୍କିତ? ଏ. ପ୍ରଶ୍ନର ଗଠନ, ବି. ପଚାରିବା ଶୈଳୀ, ସି. ପରିଣାମ, ଡି. ଉପରୋକ୍ତ ସମସ୍ତ। ଡି ହେଲା ଆନ୍ସର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ନୈଦାନିକ ପରୀକ୍ଷଣ ସହ ସମ୍ପର୍କିତ ଅଟେ? ବି. ନିର୍ଦ୍ଦିଷ୍ଟ ଶିକ୍ଷଣ ଦୁର୍ବଳତା ଚିହ୍ନଟ। ଏ ହେଲା ଆନ୍ସର। ଆଉ ଗୋଟେ ଭିଡ଼ିଓ ଦେଖା ହେବା, କାରଣ ମୋ ଛୁଆ ଉଠିଗଲାଣି। ଧନ୍ୟବାଦ। ଜୟ ଜଗନ୍ନାଥ।